ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଠାରେ ଆଜି ପଛୁଆ ବର୍ଗର ଓବିସି ମାନଙ୍କୁ ଜନଗଣନାରେ ସାମିଲ ନ କରାଯିବାରୁ ଆଜି ଓବିସି ମଞ୍ଚ ଦୁଃଖ ପ୍ରକାଶ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ରେଙ୍ଗାଲି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଅଭିମୁଖ୍ୟ ହେଲା ଆଗାମୀ ଦିନରେ ଓବିସିଙ୍କୁ ସରକାର ଗୁରୁତ୍ୱ ଦେଇ ଜନଗଣନାରେ ସାମିଲ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ରେଙ୍ଗାଲିରୁ ବସନ୍ତ ରଣାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ। ମୋ ନାଁ ସରୋଜ ସାହୁ, ଜିଲ୍ଲା ଓବିସି ମଞ୍ଚର ଆବାହକ। ଆପଣ ଜାଣିଛନ୍ତି ଯେ ସମଗ୍ର ପୃଥିବୀରେ ଭାରତ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତନ୍ତ୍ର ଭାରତର ସମ୍ବିଧାନ ହିସାବରେ ଚାଲେ, କିନ୍ତୁ ଭାରତର ସମ୍ବିଧାନରେ ଗୋଟେ ସାମ୍ବିଧାନିକ ବର୍ଗ ଓବିସି ବର୍ଗଙ୍କୁ ବର୍ତ୍ତମାନ ଚଳିତ ଜନଗଣନାରେ ଅବହେଳା କରାଯାଉଛି, ତାଙ୍କର ଜନଗଣନା କରାଯାଉ ନାହିଁ। ଆଗାମୀ ଦିନରେ ଭାରତର ଯେତେବେଳେ ଉନ୍ନୟନ ପାଇଁ ବିଭିନ୍ନ ପଦକ୍ଷେପ ବିଭିନ୍ନ ଯୋଜନା ପ୍ରଣୟନ କରାଯିବ, ସେ ସମୟରେ ଓବିସି ମାନଙ୍କର ଯଦି 52% ଯଦି ଆମେ ପରିକଳ୍ପନା କରିବା ଯେ 140 କୋଟି ଲୋକମାନଙ୍କର ଭିତରୁ 75 ବା 80 କୋଟି ଲୋକଙ୍କର ବର୍ତ୍ତମାନ ଜନଗଣନା କରାଯାଉ ନାହିଁ, ତାହେଲେ ସମୁଚିତ ଭାରତର ଯେଉଁ ବିକଶିତ ଭାରତର କଥା କୁହାଯାଉଛି, ବିଶ୍ୱଗୁରୁ ଆମେ ହେବା, ତାହେଲେ 52% ବା 80 କୋଟି ଲୋକଙ୍କର ଆମେ ପକେଇ ଦେଇକିରି ପଛରେ କେମିତି ବିକାଶ କରିବା, ଏହା ଗୋଟେ ପ୍ରଶ୍ନବାଚୀ। ତେଣୁକରି ଆମେ ସରକାରଙ୍କୁ ନିବେଦନ କରୁଛୁ ଏବଂ ଓଡ଼ିଶାର ପ୍ରତ୍ୟେକ ତହସିଲଦାରଙ୍କ ଜରିଆରେ ଆମେ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ ଆମେ ଦାବିପତ୍ର ପ୍ରଦାନ କରୁଛୁ ଯେ 12 ନମ୍ବର କଲମରେ ଓବିସି ଜନଗଣନା କରାଯାଉ। ମୁଁ ଶଙ୍କର କୁମାର ପାତ୍ର, ସଭାପତି ରାଜ୍ୟ ଓବିସି ମଞ୍ଚ ଓଡ଼ିଶା। ଆଜି ଆମେ ତହସିଲଦାରଙ୍କୁ ମେମୋରାଣ୍ଡମ୍ ଦେଲୁ, ଯେଉଁଟାକି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ଦିଆଯାଇଛି। ସେଥିରେ ଓବିସି ମାନଙ୍କର ଜାତି ଜନଗଣନା ବର୍ତ୍ତମାନ ସୁଦ୍ଧା 1931ରୁ ଆଜି ପର୍ଯ୍ୟନ୍ତ ହେଇନାହିଁ। ତେଣୁକରି ଓବିସି ମାନଙ୍କର ପରିଚୟ ଠିକ୍ ହିସାବରେ ଜଣାପଡ଼େ ନାହିଁ ଏବଂ ସେମାନେ କେତେ ଅଛନ୍ତି ନହେଲେ କେଉଁ ହିସାବରେ ତାଙ୍କ ପାଇଁ ଅର୍ଥ ବରାଦ କରାଯିବ ବା ତାଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ତେଣୁକରି ଏବେ ଯେଉଁ ଜନଗଣନା ସାମ୍ପ୍ରତିକ ଚାଲିଛି, ସେଥିରେ 12 ନମ୍ବର ପ୍ରଶ୍ନରେ ଓବିସିର ପ୍ରଶ୍ନ ନାହିଁ, ଉଠୁନାହିଁ। SC ST ଏବଂ ଜେନେରାଲ ଲେଖା ହେଇଛି, ତାମାନେ ଓବିସିଙ୍କୁ ପୁଣି ଜେନେରାଲ ସହିତ ସାମିଲ କରି ଦିଆଯାଇଛି, ପୁଣି ତାଙ୍କର ତାମାନେ ଅସୁବିଧା ପୁଣି ହେବ। ସୁପ୍ରିମକୋର୍ଟ କହୁଛନ୍ତି ଯେ ବିନା ଜାତି ଜନଗଣନାରେ ଓବିସିଙ୍କୁ କିଛି ମିଳିବ ନାହିଁ। ଗଲା ଥର ଆପଣଙ୍କର ଦେଖିଲେ ସରପଞ୍ଚ ସମିତି ମେମ୍ବର କଟିଗଲା। ଯେତିକି ଓବିସି କମିଶନ ହେଇଛି, ଚାହେ କାକା କଲେକର ହଉ, ମଣ୍ଡଲ ହଉ କିମ୍ବା ଏବେ ରୋହିଣୀ କମିଶନ ଗଲା, ସମସ୍ତେ କହୁଛନ୍ତି ଓବିସିଙ୍କ ଜାତି ଜନଗଣନା କରାଯାଉ, ତାହେଲେ କି ତାଙ୍କୁ ଉଚିତ ତାଙ୍କ ପାଇଁ ବିକାଶ ପାଇଁ ପଦକ୍ଷେପ ନିଆଯାଇପାରିବ। ଯେତିକି ଯୋଜନା କମିଶନ ସମସ୍ତେ କହୁଛନ୍ତି ଯେ ବିନା ଜାତି ଜନଗଣନାରେ ଆମେ କେତେ ଦେବୁ ତାଙ୍କୁ, କିନ୍ତୁ ସରକାରମାନେ ବର୍ତ୍ତମାନ ସୁଦ୍ଧା ଓବିସିଙ୍କ ଜାତି ଜନଗଣନା କରୁନାହାନ୍ତି। ଆମେ ମର୍ମାହତ। ଆମେ ରିକ୍ୱେଷ୍ଟ କରୁଛୁ ସରକାରଙ୍କୁ ଯେ 12 ନମ୍ବର କଲମରେ ST SC OBC ଓ ଜେନେରାଲ ରଖାଯାଉ। ଫଳରେ ଆମର ଜାତି ଜନଗଣନା ହେଲା ପରେ ଆମର ବିକାଶ ତଦନୁରୂପ ହେବ ବୋଲିକି ଆଶା କରୁଛୁ। ଧନ୍ୟବାଦ।